শীত দিনে ଆମେ ବିଭିନ୍ନ ପ୍ରକାର ଫସଲ ଚାଷ କରିଥାଉ ଯେପରିକି ଖରାଟିଆ ଧାନ ଚାଷ କରିଥାଉ, ମୁଗ ବିରି ଚାଷ କରିଥାଉ କିମ୍ବା ପନିପରିବା ଚାଷ କରିଥାଉ। କିନ୍ତୁ ବାୟୁମଣ୍ଡଳ ତାପମାତ୍ରା କମ୍ ହେବା ଫଳରେ ମଞ୍ଜି ଗଜା ହେବାରେ ବିଳମ୍ବ ହୋଇଥାଏ। ତା ଛଡ଼ା ଗଛର ସଠିକ୍ ବୃଦ୍ଧି ହୋଇପାରିନଥାଏ ଏବଂ ଅମଳ ମଧ୍ୟ ହ୍ରାସ ପାଇଥାଏ। କାରଣ ଶୀତ ଦିନେ ସୂର୍ଯ୍ୟାଲୋକ କମ୍ ହେବା ଫଳରେ ଫାସିଲେସନ ପ୍ରକ୍ରିୟା କମ୍ ହୋଇଥାଏ। ତାପରେ ଗଛ କମ୍ ଖାଦ୍ୟ ପ୍ରସ୍ତୁତ କରିପାରିଥାଏ। ତା ଛଡ଼ା ଏନ୍ଜାଇମ୍ କାର୍ଯ୍ୟକଳାପ କମିଯାଇଥାଏ। ଜୈବିକ ଏବଂ ରାସାୟନିକ ପ୍ରକ୍ରିୟା ମଧ୍ୟ କମ୍ ହୋଇଯାଇଥାଏ। ମାଟିରେ ଥିବା ଅଣୁଜୀବ ବା ଉପକାରୀ ଜୀବାଣୁ ଏମାନଙ୍କର କାର୍ଯ୍ୟକଳାପ ମଧ୍ୟ କମ୍ ହୋଇଯାଇଥାଏ। ତା ଫଳରେ ମାଟିରେ ପଡ଼ି ରହିଥିବା ସାର ଏବଂ ଅଣୁସାର ଗଛ ଠିକ୍ ଭାବରେ ଗ୍ରହଣ କରିପାରିନଥାଏ ଏବଂ ଯାହାକି ଅମଳ ହ୍ରାସର ଗୋଟିଏ ମୁଖ୍ୟ କାରଣ ହୋଇଥାଏ। ଘରେ ଥିବା ସଡ଼ା ଗୋବର ଖତ କିମ୍ବା ଜୈବିକ ଖତକୁ ଆମେ ସାଧାରଣତଃ ଖରିଫ ଧାନ ଫସଲ ବ୍ୟବହାର କରିଥାଉ। ତାଫଳରେ ରବି ଧାନ ଫସଲ ପାଇଁ କିମ୍ବା ରବି ପନିପରିବା ଫସଲ ପାଇଁ ଏହାର ଅଭାବ ଦେଖାଯାଇଥାଏ। ଯାହାଫଳରେ ମାଟିରେ ଥିବା ଉପକାରୀ ଜୀବାଣୁ ସଂଖ୍ୟା କମ୍ ହୋଇଥାଏ ଏବଂ ମାଟିରେ ପଡ଼ି ରହିଥିବା ସାର ବା ଅଦ୍ରବୀଭୂତ ରୂପେ ପଡ଼ି ରହିଥିବା ସାର ଆଉ ଦ୍ରବୀଭୂତ ହୋଇପାରିନଥାଏ ଏବଂ ଏହା ଗଛକୁ ଯୋଗାଇ ଦେଇପାରିନଥାଏ। ଶୀତଦିନେ ଫସଲର ଏଭଳି ସମସ୍ୟାର ସମାଧାନ କରିବା ପାଇଁ ଆମେ ମାଟିରେ ଏଭଳି କିଛି ଜୈବିକ ସାରକୁ ପ୍ରୟୋଗ କରିବା ଯାହାକି ଅତି ଅଳ୍ପ ଖର୍ଚ୍ଚରେ ମାତ୍ର 200 ଟଙ୍କାରେ ଗୋଟିଏ ଏକରକୁ ସୁପର ଫର୍ଟାଇଲ୍ କରିପାରିବ। ତାଫଳରେ ଗଛର ବୃଦ୍ଧି ହୋଇପାରିବ ଏବଂ ଅମଳ ଦ୍ୱିଗୁଣିତ ହୋଇପାରିବ। ତାହା ହେଉଛି ଗୁଡ଼ ଏବଂ ବେସନ। ମୁଁ ଅରବିନ୍ଦ ସାହୁ କୃଷିବିତ୍ କୁସମତା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ତେବେ ଆସନ୍ତୁ ଏବେ ଜାଣିବା ଶୀତଦିନ ଫସଲରେ ଗୁଡ଼ ଏବଂ ବେସନକୁ କିପରି ପ୍ରୟୋଗ କରିବା, କେତେ ପରିମାଣ ପ୍ରୟୋଗ କରିବା ଯାହାକି ଅତି ଅଳ୍ପ ଖର୍ଚ୍ଚରେ ମାଟିକୁ ସୁପର ଫର୍ଟାଇଲ୍ କରିପାରିବ, ଅମଳକୁ ଦ୍ୱିଗୁଣିତ କରିପାରିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆମ ଚ୍ୟାନେଲ କୃଷିସମ୍ବାଦକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ତାଫଳରେ ଆମେ ପ୍ରସ୍ତୁତ କରୁଥିବା ନୂଆ ନୂଆ ଭିଡ଼ିଓ ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିପାରିବ। ଗୁଡ଼ ଏବଂ ବେସନ ଏହା ମାର୍କେଟରେ ବହୁତ ଅଳ୍ପ ଦାମରେ ମିଳିଥାଏ। ଯେପରିକି 1 କେଜି ଗୁଡ଼ ପ୍ରତି 40 ରୁ 45 ଟଙ୍କା ହିସାବରେ ମିଳିଥାଏ ଏବଂ ବେସନ 1 କେଜି ପ୍ରତି 100 ଟଙ୍କାରେ ମିଳିଥାଏ। ଅର୍ଥାତ୍ ଗୋଟିଏ ଏକର ପାଇଁ ଆମେ ଗୁଡ଼ ଏବଂ ବେସନକୁ ପାଖାପାଖି 200 ଟଙ୍କାରେ ଯଦି କିଣିବା ତାହା ଗୋଟିଏ ଏକରକୁ ସୁପର ଫର୍ଟାଇଲ୍ କରିଦେଇପାରିବ, ଯାହାକି ଶୀତଦିନ ଫସଲ ପାଇଁ ଏକ ବରଦାନ ସଦୃଶ୍ୟ। ଯେତେ ପୁରୁଣା ଗୁଡ଼କୁ ବ୍ୟବହାର କରିବେ ସେତିକି ଅଧିକା ଫାଇଦା ମିଳିଥାଏ। ଗୁଡ଼ ଏବଂ ବେସନକୁ ଯଦି ମାଟିରେ ପ୍ରୟୋଗ କରିବା ଏହା ବିଭିନ୍ନ ଉପାୟରେ ମାଟିର ଉର୍ବରତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଗୁଡ଼ରେ ବିଭିନ୍ନ ପ୍ରକାର ସାର ଏବଂ ଅଣୁସାର ରହିଛି ଯେପରିକି କ୍ୟାଲସିୟମ୍ ରହିଛି, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ଫସ୍ଫରସ୍, ସୋଡ଼ିୟମ୍, ଆଇରନ୍, ଜିଙ୍କ୍, କ୍ଲୋରିନ୍ ଏସବୁ ଅଣୁସାର ରହିଛି ଏବଂ ସାର ମଧ୍ୟ ଭରପୁର ମାତ୍ରାରେ ରହିଛି। ଯେତେବେଳେ ଏହାକୁ ମାଟିରେ ଆମେ ପ୍ରୟୋଗ କରିବା ଫସଲ ଏସବୁ ସାର ଏବଂ ଅଣୁସାରକୁ ସହଜରେ ପାଇପାରିଥାଏ। ମାଟିରେ କିଛି ଭଲ କବକ ଏବଂ ଭଲ ବ୍ୟାକ୍ଟେରିଆ ବା ଉପକାରୀ କବକ ଏବଂ ଉପକାରୀ ବ୍ୟାକ୍ଟେରିଆ ମଧ୍ୟ ରହିଛନ୍ତି। ମାଟିରେ ଯେତେବେଳେ ଆମେ ସାରକୁ ପ୍ରୟୋଗ କରୁଛେ ଏହି ଉପକାରୀ କବକ ଏବଂ ବ୍ୟାକ୍ଟେରିଆ ମାନେ ଏହାକୁ ଦ୍ରବୀଭୂତ କରି ଗଛକୁ ଖାଦ୍ୟ ରୂପେ ଯୋଗାଇ ଦେଇଥାନ୍ତି। ଆମେ ଯେତେବେଳେ ଗୁଡ଼କୁ ମାଟିରେ ପ୍ରୟୋଗ କରୁଛେ ସେତେବେଳେ ଗୁଡ଼ରେ ଥିବା କାର୍ବୋହାଇଡ୍ରେଟ୍ ବା ସୁଗାର ମାଟିରେ ଥିବା ଉପକାରୀ ଜୀବାଣୁଙ୍କର ବହୁତ ବଢ଼ିଆ ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ। ଠିକ୍ ସେପରି ବେସନ ମଧ୍ୟ ଉପକାରୀ ଜୀବାଣୁମାନଙ୍କର ବଢ଼ିଆ ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ। ତାଫଳରେ ସେମାନଙ୍କର ଦ୍ରୁତ ବୃଦ୍ଧି ହୋଇଥାଏ, ତାଙ୍କର ସଂଖ୍ୟା ବଢ଼ିଥାଏ ଏବଂ ମାଟିରେ ଥିବା ସାରକୁ ସହଜରେ ଦ୍ରବୀଭୂତ କରି ଗଛକୁ ବହୁତ ଶୀଘ୍ର ଯୋଗାଇ ଦେଇଥାନ୍ତି। ଗୁଡ଼ ସହିତ ଯେତେବେଳେ ବେସନକୁ ମିଶାଇ ମାଟିରେ ପ୍ରୟୋଗ କରିବା ମାଟିରେ ଥିବା ଆୟରୋବିକ୍ ଆଉ ଆନାୟରୋବିକ୍ ଜୀବାଣୁ ଏସବୁଙ୍କର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ତା ଛଡ଼ା ଫସଲ ଉପରେ ପଡ଼ୁଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ଚାପ ଯେପରି ତାପମାତ୍ରା କମିଯିବା, ତାପମାତ୍ରା ବଢ଼ିଯିବା, ପାଣିର ଅଭାବ ହେବା ଏସବୁ ଚାପକୁ ଦୂର କରିଥାଏ। ଫସଲର ଇମ୍ୟୁନିଟି ପାୱାର ବଢ଼ିଥାଏ, ଅର୍ଥାତ୍ ରୋଗ ପୋକ ସହନଶକ୍ତି ମଧ୍ୟ ବଢ଼ାଇଥାଏ। ଶୀତଦିନ ଫସଲରେ ଯେତେବେଳେ ଗୁଡ଼କୁ ମାଟିରେ ପ୍ରୟୋଗ କରିବା ମାଟିର ଉତ୍ତାପକୁ ବଢ଼ାଇଥାଏ। ତାଫଳରେ ମଞ୍ଜି ଶୀଘ୍ର ଗଜା ହୋଇଥାଏ, ଗଛ ଠିକ୍ ଭାବରେ ବଢ଼ିପାରିଥାଏ ଏବଂ ଅମଳ ମଧ୍ୟ ବଢ଼ିବାରେ ସାହାଯ୍ୟ କରିଥାଏ। ମାଟିରେ ପଡ଼ିଥିବା ଶୁଖିଲା ପତ୍ର ବା ମାଟିରେ ମିଶିଥିବା ଶୁଖିଲା ପତ୍ରକୁ ଇଏ ସହଜରେ ଡିକମ୍ପୋଜ୍ କରିଥାଏ, ଅର୍ଥାତ୍ ମାଟିରେ ଇଏ ସଢ଼ି ଯାଇଥାଏ ଏବଂ ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏ ଗୁଡ଼ ଏବଂ ବେସନକୁ ଆମେ କିପରି ଭାବେ ମାଟିରେ ପ୍ରୟୋଗ କରିବା। ଶୀତଦିନ ଫସଲ ପାଇଁ ଆମେ ମାଟିରେ 3 ରୁ 4 କେଜି ପର୍ଯ୍ୟନ୍ତ ଗୁଡ଼କୁ ବ୍ୟବହାର କରିପାରିବା। ଠିକ୍ ସେପରି ଖରା ଦିନେ ୟାକୁ 1 ରୁ 2 କେଜି ହିସାବରେ ବ୍ୟବହାର କରିବା, କାରଣ ଅଧିକ ଗୁଡ଼ ପ୍ରୟୋଗ କଲେ ମାଟିର ଉତ୍ତାପ ବଢ଼ି ଯାଇଥାଏ। ତାଫଳରେ ଏ ଫସଲ କ୍ଷତି ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ଏ ଶୀତଦିନ ଫସଲରେ ଆମେ ଏକର ପ୍ରତି 3 ରୁ 4 କେଜି ଗୁଡ଼କୁ ପ୍ରୟୋଗ କରିବା ଏବଂ 1 କେଜି ବେସନକୁ ପ୍ରୟୋଗ କରିବା। ପ୍ରଥମେ 200 ଲିଟର ପାଣି ନେବା, ସେଥିରେ 3 ରୁ 4 କେଜି ଗୁଡ଼କୁ ମିଶାଇବା ଏବଂ 1 କେଜି ବେସନକୁ ମିଶାଇବା। ଯଦି ସେଇ ଅନୁପାତରେ ଆମେ ଅଳ୍ପ ଜାଗା ରହିଛି, ଯଦି 3 ଗୁଣ୍ଠ 4 ଗୁଣ୍ଠ ଜାଗା ରହିଛି କି 6 ଗୁଣ୍ଠ ଜାଗା ରହିଛି ସେହି ଅନୁପାତରେ ଆମେ ପାଣି ନେବା ଏବଂ ଗୁଡ଼ ଏବଂ ବେସନକୁ ନେବା। ବର୍ତ୍ତମାନ ଆମେ ଏକ ପ୍ଲାଷ୍ଟିକ୍ ପାତ୍ରରେ 20 ଲିଟର ପାଣିକୁ ନେଇଛେ। 20 ଲିଟର ପାଣି ଯାହାକି 10 ଭାଗରୁ ଭାଗେ, ଅର୍ଥାତ୍ 200 ଲିଟର 10 ଭାଗରୁ ଭାଗେ ପାଣି ବର୍ତ୍ତମାନ ନେଇଛେ। ସେହି ହିସାବରେ ଆମେ
एथिरे 10 भागରୁ भागे गुड़ जहाँकि 300 ରୁ 400 ग्राम गुड़ को आम व्यवहार करें ये मार्केट मिलूँ गुड़ या किनीपारे जहाँकि केजी प्रति 40 ରୁ 45 टଙ୍କା भितर मिलूँ या आप 20 लिटर पानी प्रति 300 ରୁ 400 ग्राम गुड़ को व्यवहार करें ये गुड़ को किणवा जहाँकि प्रोसेस नुह अर्थात ये केमिकाल किसी मिसी न घणारू प्रस्तुत होता गुड़ को व्यवहार कले ये अधिका फायदा मिल तेणु गुड़ को आम 300 ରୁ 400 ग्राम व्यवहार करवा ठीक सेपरी आम बेसन को मार्केट किनीपार ये पाखापाखि 500 ग्राम बेसन रही तेणु 20 लिटर पानी प्रति आमर 100 ग्राम बेसन आवश्यकता रही तेणु प्रथम आम या मिसेदवा बर्तमान ये 20 लिटर पानी अच्छी से 300 ରୁ 400 ग्राम गुड़ को ये भल भाव मिसेवा 300 ରୁ 400 ग्राम गुड़ को आम 20 लिटर पानी भल भाव मिसेदवा हाथ साहाଯ୍य मिसे पारिया या कौन बाड़ी साहाଯ୍य मिसे पारिया तेणु या भल भाव मिसेदवा देखिपर पानी रंग किपरि परिवर्तन हो गला बर्तमान एथिरे आम 100 ग्राम बेसन को मिसेवा 100 ग्राम 20 लिटर पानी 100 ग्राम बेसन ताको एथिरे भल भाव गोलेदवा एपरि भल भाव गोले सारिया परे या छाई रखीदवा छाई रखीदवा जहाँ सकाळ संध्या समय आम सकाळ थे संध्यार थे या भल भाव आम गोलेदवा एपरि आम 7 दिन या रखा आवश्यक रही आम 7 दिन रखा 7 दिन छाई जगह रखा एवं सकाळ एवं संध्या समय भल भाव गोलेदवा गोलेदवा फल 7 दिन बेलू आपंकर बेस्ट फर्टिलाइजर प्रस्तुत हो जहाँ आम जमी प्रयोग करें पानी चैनल प्रयोग करें कि जमी छिंची पार माटी को ओदा करने आवश्यक रही तेणु या पानी चैनल ढाईदे ये संपूर्ण जमी को कभर कर ये माटी अणुजीव मान बेस्ट खाद्य रूपे प्रस्तुत हम एवं अणुजीवों संख्या द्रुत गति वृद्धि पाइबल आम माटी जो सार को प्रयोग कर से सार को यही उपकारी जीवाणु मैंने द्रवीभूत कर गछ को सठिक रूपे जोगे पारे और अमल द्विगुणित हो पार छड़ा गुड़ थी सार और अणुसार माटी मिसी पार और गछ ताकू सठिक भाव नहीं पार और गछ सुस्थ सबल हो बढ़ी पार हाँ भिडियो आपको किपरि लगिला कमेंट बॉक्स लिखु जब भिडियो भल लगी था तो लाइक शेयर सब्सक्राइब करूँ धन्यवाद जय किसान।